डिसेम्बर 25 ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର। ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଦେଲେ ଶେଷ ସୁଯୋଗ। ଇ-KYC ଏବଂ ବାୟୋମେଟ୍ରିକ୍ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ। ଏ ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସୂଚନା ଅନୁସାରେ ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇନାହାନ୍ତି ସୁଭଦ୍ରା ଯୋଜନା, ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିଥିଲେ ଉପମୁଖ୍ୟମନ୍ତ୍ରୀ। ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିନି ସେମାନେ ବ୍ଲକ ଅଫିସ, ଅଙ୍ଗନବାଡ଼ି, ସରପଞ୍ଚଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରନ୍ତୁ। ଟଙ୍କା ପାଇନଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ। ବ୍ଲକ ସ୍ତରରେ ଯାଞ୍ଚ ହେବ ସୁଭଦ୍ରା ଫର୍ମ। ଅଙ୍ଗନବାଡ଼ି କର୍ମୀମାନେ ପୁଣି ଘରକୁ ଘର ଯିବେ। ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ସୁଭଦ୍ରା ଶେଷ ହିତାଧିକାରୀ ନ ପାଇବା ଯାଏଁ ଦିଆଯିବ ସୁଭଦ୍ରା ଟଙ୍କା। ଆଜି ଯାଏଁ 1,60,000 ମହିଳା ଆବେଦନ କଲେଣି। 1,00,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ।